ଲୁହା ରଡ୍ ବୁଝେଇ କରି ଆସୁଥିବା ଗୋଟିଏ ଲରି ହଠାତ୍ ଓଲଟି ପଡ଼ିବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଲରିର ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୃତକ ଓ ଗୁରୁତରମାନେ ବାହାର ଜିଲ୍ଲାର ହୋଇଥିବାରୁ ଉଭୟଙ୍କର ପରିଚୟ ମିଳିପାରି ନାହିଁ। ଯାଜପୁର ଜିଲ୍ଲା ବରୀ ବ୍ଲକ ଭଁରା ତାରିଣୀ ଛକ ନିକଟରେ ଏହିପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୁଲ ନିର୍ମାଣ ପାଇଁ ଲୁହା ରଡ୍ ବୁଝେଇ କରି ଆସୁଥିବା ଲରିଟି ହଠାତ୍ ଭାରସାମ୍ୟ ହରାଇ ବନ୍ଧ ଉପରୁ ତଳକୁ ଖସି ପଡ଼ିଥିଲା, ଯେଉଁଥିରେ ହେଲ୍ପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଅତି ଗୁରୁତର ଆହତ ହୋଇଛନ୍ତି। ପରେ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇଛନ୍ତି। ସେପଟେ ମୃତ ବ୍ୟକ୍ତି ଜଣକ ପୁଲ ନିର୍ମାଣ କରୁଥିବା ଠିକାଦାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଥିବା ବେଳେ ନଦୀବନ୍ଧକୁ ବେଆଇନ ଭାବେ କଟାଯାଇଥିବାରୁ ଏହିଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଠି ମାଟି କାମ ହେଉଥିଲା ନଈ ବନ୍ଧ, ଏଠି ରାସ୍ତା କାଟିକି ରାସ୍ତା ନେଇ ଯିବାରୁ ଗାଡ଼ି ଯେଉଁ ପ୍ରୋବ୍ଲେମ୍ ହେଉଛି, ବାଇକ୍ ବାଲା ବି ପଡ଼ୁଛନ୍ତି ଏଠି, ମାନେ ସବୁ ଯେଉଁ ଗାଡ଼ି ଯାତାୟାତ ଭିତରେ ଏ ଗାଡ଼ିଟା ବଡ଼ ଗାଡ଼ି ଆସୁଥିଲା ପଲଟି ଖାଇଲା। ମୃତ ଜଣକର ହେଇଛି, ଆଉ ଡ୍ରାଇଭରର କମର ଭାଙ୍ଗି ଯାଇଛି, ଏସବୁ ପରିସ୍ଥିତି ହେଇଛି। ମୁଖ୍ୟ କାରଣ ହେଉଛି ରାସ୍ତା କାଟିବା, ଗଭର୍ଣ୍ଣମେଣ୍ଟ ରାସ୍ତା ଏତେ ଚଉଡ଼ାରୁ କାଟିକି ସାଇଡ଼୍ କରିକି ନ କାଟିକି ଏଠି ଯେଉଁ କାଟିଛନ୍ତି, ଏ କାଟିବା ଭିତରେ ହିଁ ଏ ପରିସ୍ଥିତି ଘଟିଛି। ଆଜି ବାଲି ବି ଚାଲୁଛି, ଯେତେବେଳେ ଗୁଳାଟା ହେଇଛି ବାଲି ଚାଲୁଛି, ମାଟି ବି ଚାଲୁଛି।